ଯୋଶୁଆ 19 ପର୍ବ। ଅନନ୍ତର ସିମିୟନର ଅର୍ଥାତ୍ ଆପଣା ଆପଣା ବଂଶାନୁସାରେ ସିମିୟନ ସନ୍ତାନମାନଙ୍କର ବଂଶ ପାଇଁ ଦ୍ୱିତୀୟ ବାଣ୍ଟ ଉଠିଲା। ସେମାନଙ୍କ ଅଧିକାର ଜିହୁଦା ସନ୍ତାନଗଣର ଅଧିକାର ମଧ୍ୟରେ ଥିଲା। ସେମାନଙ୍କ ଅଧିକାରରେ ଏସବୁ ନଗର ଥିଲା, ଯଥା ବେର୍ସେବା ଓ ସେବା ଓ ମୋଲାଦା, ହତ୍ସେଶାଲ ଓ ବାଲା ଓ ଏତ୍ସମ୍, ଇଲତୋଲୋଦ ଓ ବଥୁଲ ଓ ହମା ଓ ସିକ୍ଲଗ ଓ ବେତ୍ ମର୍କାବୋତ ଓ ହତ୍ସର, ସୁସିମ ଓ ବୈଥେଲବତ ଓ ସାହାରୁନ ଗ୍ରାମ ସମେତ ଏହି 13 ନଗର। ଏନ୍ ଓ ରିମୋନ ଏଥର ଆସାନ ଗ୍ରାମ ସମେତ 4 ନଗର ଓ ବାଲତ ବେର ଓ ଦକ୍ଷିଣ ଦିଗସ୍ଥିତ ରାମତ ପର୍ଯ୍ୟନ୍ତ ଏସବୁ ନଗରର ଚତୁର୍ଦିଗସ୍ଥିତ ଗ୍ରାମ ସମସ୍ତ। ଆପଣା ଆପଣା ବଂଶ ଅନୁସାରେ ସିମିୟନ ସନ୍ତାନମାନଙ୍କର ବଂଶ ଏହି ଅଧିକାର ଥିଲା। ସିମିୟନ ସନ୍ତାନଗଣର ଏହି ଅଧିକାର ଜିହୁଦା ସନ୍ତାନଗଣର ଅଧିକାରର ଏକ ଅଂଶ ଥିଲା, କାରଣ ଜିହୁଦା ସନ୍ତାନଗଣର ଅଂଶ ସେମାନଙ୍କ ପାଇଁ ଅତି ଅଧିକ ଥିଲା। ଯେହେତୁ ସିମିୟନ ସନ୍ତାନଗଣ ସେମାନଙ୍କ ଅଧିକାର ମଧ୍ୟରେ ଅଧିକାର ପାଇଲେ। ଅନନ୍ତର ସବଲୁନ ସନ୍ତାନଗଣ ପାଇଁ ସେମାନଙ୍କ ବଂଶାନୁସାରେ ତୃତୀୟ ବାଣ୍ଟ ଉଠିଲା। ସାରିଦ ପର୍ଯ୍ୟନ୍ତ ସେମାନଙ୍କ ଅଧିକାର ସୀମା ଥିଲା। ପୁଣି ସେମାନଙ୍କ ସୀମା ପଶ୍ଚିମରେ ମରିଏଲା ଦିଗରେ ଉଠି ଦବେଶତ ପର୍ଯ୍ୟନ୍ତ ଯାଇ ଯଗ୍ନିୟାମର ସମ୍ମୁଖସ୍ଥ ନଦୀ ପର୍ଯ୍ୟନ୍ତ ଗଲା। ପୁଣି ସାରିଦରୁ ପୂର୍ବ ଦିଗରେ ସୂର୍ଯ୍ୟୋଦୟ ଆଡ଼େ ଫେରି କ୍ଲିସୋତ ଓ ତାବୋର ସୀମା ପର୍ଯ୍ୟନ୍ତ ଗଲା। ତେଣୁ ଦାବର୍ତ୍ତରେ ବାହାରି ଜାଫିଓକୁ ଗଲା। ପୁଣି ସେଠାରୁ ପୂର୍ବ ଦିଗ ହୋଇ ଗତ୍ ହେଫର ଦେଇ ଏତ୍କାସିନ ପର୍ଯ୍ୟନ୍ତ ଯାଇ ନେୟ ଆଡ଼େ ବିସ୍ତୃତ ରିମ୍ରୋନକୁ ଗଲା। ପୁଣି ସେହି ସୀମା ଉତ୍ତର ଦିଗରେ ତାହା ବେଷ୍ଟନ କରି ହନ୍ନାଥୋନକୁ ଗଲା। ପୁଣି ତହିଁର ସୀମା ଜିପ୍ତହେଲ ଉପତ୍ୟକା ପର୍ଯ୍ୟନ୍ତ ଗଲା। ପୁଣି କଟକ ଓ ନହଲୋଲ ଓ ସିମ୍ରୋଡ ଓ ଜିଦାଲା ଓ ବୈଥେଲହେମ ଗ୍ରାମ ସମେତ ଏହି 12 ନଗର। ଗ୍ରାମ ସମେତ ଏସବୁ ନଗର ସବଲୁନ ସନ୍ତାନମାନଙ୍କର ବଂଶାନୁସାରେ ସେମାନଙ୍କର ଅଧିକାର ଥିଲା। ଅନନ୍ତର ଇସାଖର ଅର୍ଥାତ୍ ଆପଣା ଆପଣା ବଂଶ ଅନୁସାରେ ଇସାଖର ସନ୍ତାନମାନଙ୍କର ବଂଶ ପାଇଁ ଚତୁର୍ଥ ବାଣ୍ଟ ଉଠିଲା। ସେମାନଙ୍କର ସୀମା ଜିସ୍ରିଏଲ, କୋସୁଲୋତ ଓ ସୁନେମ, ହଫାରିମ ଓ ସିଓନ, ଅନହରତ ଓ ରାଦିଦ ଓ କିସିଓନ ଓ ଏବସ ଓ ରେମତ ଏନ୍ ଗନ୍ନିମ, ଇଏନ ହର୍ଦା, ବେତ୍ ପତ୍ସେର ପର୍ଯ୍ୟନ୍ତ ଗଲା। ପୁଣି ସେ ସୀମା ତାବୋର, ସହତସିମ ଓ ବେତ୍ସେମମ ପର୍ଯ୍ୟନ୍ତ ଗଲା ଓ ଯଦନ ସେମାନଙ୍କ ସୀମାର ପ୍ରାନ୍ତ ଥିଲା। ଗ୍ରାମ ସମେତ ଏହି 16 ନଗର। ଗ୍ରାମ ସମେତ ସବୁ ନଗର ଇସାଖର ବଂଶୀୟ ସନ୍ତାନଗଣର ସେମାନଙ୍କ ବଂଶାନୁସାରେ ଅଧିକାର ହେଲା। ଏଉତାର ଆସେର ସନ୍ତାନମାନଙ୍କର ବଂଶର ଆପଣା ଆପଣା ବଂଶାନୁସାରେ ପଞ୍ଚମ ବାଣ୍ଟ ଉଠିଲା। ଆଉ ସେମାନଙ୍କ ସୀମା ହିଲକତ ଓ ହଲି ଓ ବେଟନ, ଅକ୍ସଫ, ଅଲମେଲକ, ଅମିୟାଦ, ମିଶାଲ, ଆଉ ତାର ପଶ୍ଚିମ ଦିଗରେ କର୍ମିଲ ଓ ସିହୋର, ଲିବନତ ପର୍ଯ୍ୟନ୍ତ ଗଲା। ପୁଣି ସୂର୍ଯ୍ୟୋଦୟ ଦିଗରେ ବୈଥ ଦାଗୁନ ଆଡ଼େ ବୁଲି ବେତ୍ ଏମକ ଓ ନିଏଲର, ଉତ୍ତର ଦିଗରେ ସବଲୁନ ସ୍ଥିତ ଜପ୍ତହେଲ ଉପତ୍ୟକା ପର୍ଯ୍ୟନ୍ତ ଗଲା। ତହୁଁ ତାହାର ବାମ ଦିଗରେ କାବୁଲ ଓ ହିବ୍ରୋନ, ରାହବ ଓ ହମୋନ ଓ କାନା ଓ ମହାସିଦୋନ ପର୍ଯ୍ୟନ୍ତ ଗଲା। ତହୁଁ ସେ ସୀମା ବୁଲି ରାମା ଓ ସୋର ନାମକ ପ୍ରାଚୀର ବେଷ୍ଟିତ ନଗରକୁ ଗଲା। ଏଉତାରେ ସେ ସୀମା ବୁଲି ହୋସାକକୁ ଗଲା। ପୁଣି ଅକ୍ସିବ ଅଞ୍ଚଳସ୍ଥ ସମୁଦ୍ର ତହିଁର ପ୍ରାନ୍ତ ଥିଲା। ଓ ଉମ୍ମା ଓ ଅଫେକ ଓ ରାହବ ଏପରି ଗ୍ରାମ ସମେତ 22 ନଗର ଥିଲା। ଆପଣା ଆପଣା ବଂଶାନୁସାରେ ଆସେର ସନ୍ତାନମାନଙ୍କର ବଂଶର ଅଧିକାର ଗ୍ରାମ ସମେତ ଏସବୁର ନଗର ହେଲା। ଅନନ୍ତର ନପ୍ତାଲିର ଅର୍ଥାତ୍ ଆପଣା ଆପଣା ବଂଶାନୁସାରେ ନପ୍ତାଲି ସନ୍ତାନମାନଙ୍କର ବଂଶ ପାଇଁ ଷଷ୍ଠ ବାଣ୍ଟ ଉଠିଲା। ସେମାନଙ୍କର ସୀମା ହେଲଫଠାରୁ ସାନମିନ ନିକଟସ୍ଥ ଆଲୋନ ଠାରୁ ଆଦିମ, ନେକବ ଓ ଜବନିଏଲ ଦେଇ ଲକୁମ ପର୍ଯ୍ୟନ୍ତ ଗଲା। ଜର୍ଦ୍ଦନ ନିକଟରେ ତହିଁର ପ୍ରାନ୍ତ ଥିଲା। ପୁଣି ସେ ସୀମା ପଶ୍ଚିମ ଦିଗରେ ଫେରି ଅସ୍ନୋତ ତାବୋରକୁ ଗଲା ଓ ସେଠାରୁ ହୁକ୍କୋକ ପର୍ଯ୍ୟନ୍ତ ଗଲା ଓ ଦକ୍ଷିଣ ଦିଗରେ ସବଲୁନ ପର୍ଯ୍ୟନ୍ତ ଓ ପଶ୍ଚିମ ଦିଗରେ ଆସେର ପର୍ଯ୍ୟନ୍ତ ଓ ସୂର୍ଯ୍ୟୋଦୟ ଆଡ଼େ ଜର୍ଦ୍ଦନ ନିକଟସ୍ଥ ଜିହୁଦା ପର୍ଯ୍ୟନ୍ତ ଗଲା। ପୁଣି ସବିମ ଓ ସେର ଓ ହମ୍ମତ ଓ ରକ୍କତ
ଓ କର୍ଣ୍ଣେରଥ ଓ ଆଦମା ଓ ରାମା ଓ ହାତ୍ସୋର ଓ କେଦସ ଓ ଇଦ୍ରେଇ ଏନ୍ ହାତ୍ସୋର, ଜିରୋଣ ଓ ମିଗଦଲେଲ, ହୋରେମ, ବୈତରନାଥ, ବେତ୍ ସମସ୍, ଏସବୁ ପ୍ରାଚୀର ବେଷ୍ଟିତ ନଗର ଥିଲା। ଗ୍ରାମ ସମେତ 19 ନଗର। ଆପଣା ଆପଣା ବଂଶାନୁସାରେ ନପ୍ତାଲି ସନ୍ତାନମାନଙ୍କର ବଂଶର ଅଧିକାର ଗ୍ରାମ ସମେତ ଏସବୁ ନଗର। ଏଉତାରେ ଦାନ ସନ୍ତାନମାନଙ୍କର ବଂଶର ଆପଣା ଆପଣା ବଂଶାନୁସାରେ ସପ୍ତମ ବାଣ୍ଟ ଉଠିଲା। ସେମାନଙ୍କ ଅଧିକାରର ସୀମା ସରିୟା, ଇଷ୍ଟାୟୋଲ ଓ ଇରସେମସ୍ ଓ ସାଲବିମ୍, ଅୟାଲୋନ ଓ ଜିତଲିଲା, ଏଲୋନ, ତିମାତ୍ଥା ଓ ଇକ୍ରୋନ, ଇଲତିକ୍, ଗିବିଥୋନ, ବାଲତ, ଜିହୁଦ ଓ ବନେରେକବର ଓ ଗାଥ ରିମୋନ, ମେୟୋକୋନ, ରକ୍କୋନ ଓ ଜାଫରା ଅଞ୍ଚଳ ସମ୍ମୁଖସ୍ଥ ଅଞ୍ଚଳ। ମାତ୍ର ଦାନ ସନ୍ତାନଗଣର ସୀମା ସେହି ସବୁ ସ୍ଥାନ ପାର ହୋଇଗଲା, କାରଣ ଦାନ ସନ୍ତାନଗଣର ଲେସମ୍ ନଗର ପ୍ରତିକୂଳରେ ଯାଇ ଯୁଦ୍ଧ କଲେ, ତାହା ହସ୍ତଗତ କରି ଖଡ୍ଗଧାରରେ ଆଘାତ କରି ତାହାର ଅଧିକାର କଲେ ଓ ତହି ମଧ୍ୟରେ ବାସ କରି ଆପଣମାନଙ୍କ ପୂର୍ବପୁରୁଷ ଦାନର ନାମାନୁସାରେ ଲେସମର ନାମ ଦାନ ରଖିଲେ। ଆପଣା ଆପଣା ବଂଶ ଅନୁସାରେ ଦାନ ସନ୍ତାନମାନଙ୍କର ବଂଶର ଅଧିକାର ଗ୍ରାମ ସମେତ ଏସବୁ ନଗର ଥିଲା। ଏହି ରୂପେ ଆପଣା ଆପଣା ସୀମା ଅନୁସାରେ ଅଧିକାର କରିବାକୁ ସେମାନେ ଦେଶ ବିଭାଗ କରିବା ସମାପ୍ତ କଲେ। ପୁଣି ଇସ୍ରାଏଲ ସନ୍ତାନଗଣ ଆପଣମାନଙ୍କ ମଧ୍ୟରେ ନୁନର ପୁତ୍ର ଯୀହୋଶୁଆଙ୍କୁ ଏକ ଅଧିକାର ଦେଲେ। ସେ ଯେଉଁ ନଗର ମାଗିଲେ ସେମାନେ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଇଫ୍ରିୟମ ପର୍ବତମୟ ଦେଶରେ ତିମୋଥ ସେରହ ତାଙ୍କୁ ଦେଲେ। ତେଣୁ ସେ ନଗର ନିର୍ମାଣ କରି ତହିଁରେ ବାସ କଲେ। ଇଲିସିଆର ଯାଜକ ଓ ନୁନର ପୁତ୍ର ଯୀହୋଶୁଆ ଓ ଇସ୍ରାଏଲ ସନ୍ତାନମାନଙ୍କର ବଂଶ ସମୂହର ପିତୃବଂଶୀୟ ପ୍ରଧାନଗଣ ଶିଲୋରେ ସଦାପ୍ରଭୁଙ୍କ ସମ୍ମୁଖରେ ସମାଗମ ତମ୍ବୁଦ୍ୱାର ନିକଟରେ ଗୁଲିବାଣ୍ଟ ଦ୍ୱାରା ଏହିସବୁ ଅଧିକାର ବାଣ୍ଟିଦେଲେ। ଏ ରୂପେ ସେମାନେ ଦେଶ ବିଭାଗ କରିବା ସମାପ୍ତ କଲେ।